ଚେରୁପାଲି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଜନଶୁଣାଣି ଶିବିର ଆଜି ଦିନ 10:30 ଅପରାହ୍ନ 1:30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବମୋଟ 5 ଗୋଟି ଅଭିଯୋଗ ହୋଇଥିବା ବେଳେ 4 ଗୋଟି ବ୍ୟକ୍ତିଗତ 1 ଗୋଟି ସାମୂହିକ ଅଭିଯୋଗ ହୋଇଥିଲା। ସମସ୍ତ ଅଭିଯୋଗ ରାସନ କାର୍ଡ, ଆବାସ ଗୃହ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ ହେଲ୍ଥ କାର୍ଡ, ସୁଭଦ୍ରା ଯୋଜନା ଭଳି ଅଭିଯୋଗ ଅଧିକ ଦେଖିବାକୁ ମିଳିଥିଲା। ଅଭିଯୋଗ ଶୁଣାଣି ଶିବିରରେ ବିଡିଓ ଦିଲ୍ଲୀପ କୁମାର ବାଡ଼ା, ବିଜୟଲକ୍ଷ୍ମୀ ହେମ୍ବ୍ରମ ଏ, ସୁବ୍ରତ ପାଣି ଏମ୍ଆଇ, ହିମାଦ୍ରି ପ୍ରଧାନ ଆରଡବ୍ଲ୍ୟୁଏସ୍ଏସ୍, ସରପଞ୍ଚ ଦିଲ୍ଲୀପ କୁମାର ଶତପଥୀ, ପିଇଓ ବୀରେନ୍ଦ୍ର କୁମାର ଦାସ ପ୍ରମୁଖ ଅଧିକାରୀମାନେ ଯୋଗଦେଇ ସମସ୍ତ ଅଭିଯୋଗ ଦରଖାସ୍ତ ମାଧ୍ୟମରେ ଗ୍ରହଣ କରି ସମାଧାନ କରିଥିଲେ। ଯେଉଁ ଅଭିଯୋଗ ସମାଧାନ ନ ହେଲା ତାକୁ ବ୍ଲକ ସ୍ତରୀୟ ଶୁଣାଣି ଶିବିରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।